ଆଜି ମୁଁ ମୋର ସମସ୍ତ ବନ୍ଧୁମାନଙ୍କ କତିରେ ଗୋଟେ କଥା ରଖିବାକୁ ଚାହୁଁଛି ଯେ ସରକାର ଦେଉଛନ୍ତି 20 କିଲୋ ଧାନ ପ୍ୟାକେଟ୍, ଯାହାର ମୂଲ୍ୟ ଆମେ ପାଖାପାଖି 1000-1200 ଟଙ୍କାରେ କିଣୁଛୁ। ତାକୁ ଆମେ ଗୋଟେ ଏକର ବିଲରେ ୟୁଜ୍ କରୁଛୁ। ଗୋଟେ ଏକର ବିଲରେ ପାଖାପାଖି ଆମେ 25 କୁଇଣ୍ଟାଲ ଧାନ ଫଳାଉଛୁ। କିନ୍ତୁ ଆମେ ଧାନ 25 କୁଇଣ୍ଟାଲ ଧାନକୁ ଆମେ ସରକାରଙ୍କ ରେଟ୍ ହିସାବରେ 3000 ବା 3100ରେ ବିକୁଛୁ। 25 କୁଇଣ୍ଟାଲ ଇଣ୍ଟୁ 3100 ଯାହା ହେଲା। କିନ୍ତୁ ସେଇ ଧାନଟାକୁ ଯେତେବେଳେ କମ୍ପାନୀ ନେଇଗଲା, କମ୍ପାନୀ ନେଲା ପରେ ସେ ସୁପରଫାଇନ୍ ଚାଉଳ କରି ତାକୁ ପାଖାପାଖି 80-90 ଟଙ୍କା କେଜି ହିସାବରେ ସେ ବିକୁଛି। ତା'ମାନେ ଗୋଟେ କୁଇଣ୍ଟାଲ ଧାନରେ ଯଦି 80 କିଲୋ ଚାଉଳ ବାହାରେ, ତାହେଲେ ପାଖାପାଖି 8×64 = 6000 ଟଙ୍କା 7000 ଟଙ୍କା ସିଏ କରୁଛି, ତା'ର ସବୁ ଖର୍ଚ୍ଚକୁ ଇନକ୍ଲୁଡ଼ କରି। ତ ଆମେ 25 କୁଇଣ୍ଟାଲ 20 କିଲିକି ଲଗେଇ 25 କୁଇଣ୍ଟାଲ ଅମଳ କରି ଆଜି ପର୍ଯ୍ୟନ୍ତ କାହିଁକି ଗରିବ ଅଛୁ? କାହିଁକି ଚାଷୀ ଡେଭଲପ୍ କରିପାରୁନାହିଁ? ଏଇଟା ଟିକେ କମେଣ୍ଟରେ କହିବେ ଭାଇମାନେ।